ତେଣୁ ପିୟୁଷ ବାବୁଙ୍କ ପାଇଁ ଆସନ୍ତା 3.5 ବର୍ଷ ବହୁତ କଷ୍ଟ, ହଁ ଅଶୁଭ ଆଉ କଷ୍ଟମୟ, ଭାରି ବାଧା। ତେଣୁକରି ଡିସିସନ୍ ନେବାରେ ବହୁତ ତକଲିଫ ହେବ। ତେଣୁକରି ଏ ସମୟରେ ଆମର ହେଲା ହନୁମାନ ଚାଳିଶା ଆଉ ସୁନ୍ଦରାକାଣ୍ଡ, ସୂର୍ଯ୍ୟଙ୍କର 86ଟା ନାଁ ନିଅନ୍ତୁ। ସେ ପୂର୍ବରୁ ଯେମିତି ଗୋଟେ ଡିସିସନ୍ ନେଇଯାଉଥିଲେ ମୁଁ ଏଇଟା କରିବି ସେଇଟା କରିବି ବା ଯାତ୍ରା ଜଗତରେ ଆଗକୁ ଯିବି, ଏବେ କେଉଁ ଜିନିଷ ସମ୍ଭବ ହେବନି। କାରଣ ଏବେ ଶନି ତାଙ୍କୁ ଆଗକୁ ଜବାକୁ ଯିବନି। କୌଣସି କଳାକାର ଗନ୍ଧର୍ବ, ଏଇସବୁ ଗନ୍ଧର୍ବ କଳାରେ ଯେଉଁମାନେ ସବୁ ଅଛନ୍ତି, ନାଚ ଗୀତ ସଙ୍ଗୀତ କଳା, ଏ ଗନ୍ଧର୍ବ ନୃତ୍ୟରେ ତାଙ୍କୁ ଏବେ ଶନି ଆଉ ଶୁକ୍ର ସାଥ ଦେବନି। ତେଣୁକରି ବହୁତ ବାଧା ତାଙ୍କୁ ଉପୁଜିବ, ବହୁତ ବିରୋଧର ସମ୍ମୁଖୀନ ହେବେ। ତେଣୁକରି ତାଙ୍କର ଯେହେତୁ ଶନିଟା ରହିଛି ଏବେ, ଆଉ ଶନିର କୁପ୍ରଭାବଟା ରହିଛି, ତାଙ୍କର ବିରୋଧରେ ଏବେ କିଛି ପାର୍ଟି ରହିବ। ଦେଖ, ସେ ସୂର୍ଯ୍ୟଲୋକରୁ ଆସିଛନ୍ତି, ସେ ଗନ୍ଧର୍ବ ନୃତ୍ୟ କରୁଛନ୍ତି, ସେ ସୂର୍ଯ୍ୟଲୋକରୁ ଆସିଛନ୍ତି, ସେ ସୂର୍ଯ୍ୟାଂଶୀ ଲୋକ। ରାମଚନ୍ଦ୍ର ହେଲେ ସୂର୍ଯ୍ୟାଂଶୀ, ସୂର୍ଯ୍ୟବଂଶୀ ରାମଚନ୍ଦ୍ର, ସେ ସୂର୍ଯ୍ୟଲୋକରୁ ଆସିଛନ୍ତି। ତେଣୁକରି ତାଙ୍କୁ ସୂର୍ଯ୍ୟ ମନ୍ଦିରଟା ସୁଇଟେବୁଲ୍, ସେଇଥିରେ ସେ କଳାରେ ନାଁ କରିଛନ୍ତି, ସେଇଥିରେ କରିବେ, ସେଇଥିରେ ରହିଲେ ତାଙ୍କର ଜୀବନଟା ଦୀର୍ଘସ୍ଥାୟୀ, କଳାଟା ତାଙ୍କର ଷ୍ଟାବିଲିଟି କଳାରେ ହେବ। ତେଣୁକରି ଚେଞ୍ଜ ନ କଲେ, ତାଙ୍କ ଗ୍ରହ କହୁଛି ଚେଞ୍ଜ ନ କଲେ ଭଲ। ତେଣୁକରି ଡିସିସନ୍ ସିଏ ଯାହା ନେବେ, ମୋର ଗଣନାରେ ମୁଁ କହିଲି। ତାଙ୍କ ବାପା ତାଙ୍କୁ ଉପଦେଶ ଦେବାଟା ଠିକ୍, କର୍ଣ୍ଣ ସୂର୍ଯ୍ୟ ପରି। କିନ୍ତୁ ପିୟୁଷ ଯେହେତୁ କର୍ଣ୍ଣ, ଆଉ ସିଏ ଜଣେ ତାଙ୍କର ନିଜ ଟ୍ୟାଲେଣ୍ଟରେ ଏତେ ଉପରକୁ ଉଠିଛନ୍ତି, ସବୁ କରିଛନ୍ତି, ବିଚାର ତାଙ୍କର ଯାହା ହେବ ସିଏ ଯାହା ବିଚାର କରିବେ। ତେଣୁକରି ପିୟୁଷ ବାବୁ ଜଣେ ସେଇଭଳିଆ ଗନ୍ଧର୍ବ ଲୋକରୁ ଆସିଛନ୍ତି, ଜଣେ ଦିବ୍ୟାତ୍ମା ଦେବତା ଶ୍ରେଣୀୟ ଲୋକ। ତେଣୁକରି ଜୀବନରେ ସିଏ ସବୁବେଳେ ଭଲ କାର୍ଯ୍ୟ କରିବେ, ଲୋକଙ୍କୁ ହସେଇବେ, ଲୋକଙ୍କୁ ଭଲ କରିବେ, ଗୋଟେ ପ୍ରିନ୍ସିପଲ୍ ମେଣ୍ଟେନ୍ କରିବେ। ସିଏ ଗୋଟେ ପ୍ରିନ୍ସିପଲ୍ ମ୍ୟାନ୍। ସିଏ କ'ଣ କେଉଁ ଲୋକ କ'ଣ କରିପାରେ ଅଲଗା କଥା, କିନ୍ତୁ ମୁଁ ଯେତିକି ମୋ ଦିବ୍ୟ ଦୃଷ୍ଟିରେ ଦେଖୁଛି, ସେ ତାଙ୍କ ଜୀବନରେ ଗୋଟେ ପ୍ରିନ୍ସିପଲ୍ ଲାଇଫ୍ ନେବେ ଆଉ ଲାଇଫ୍ଟାକୁ ଭଲରେ କଟେଇବେ, ଅନ୍ୟର ସେବା କରିବେ, କଳା ଦ୍ୱାରା ଅନ୍ୟର ହୃଦୟକୁ ଜିତିବେ, ମନକୁ ଜିତିବେ। ଖାଲି ସେ ପିୟୁଷ ମହାନ୍ତି କଥା ମୁଁ କହୁନି, ପିୟୁଷ ତ୍ରିପାଠୀ କଥା କହୁନି, ଅଲଗା ଯେତେ ବି ଆର୍ଟିଷ୍ଟ ମାନେ ଅଛନ୍ତି ସମସ୍ତେ ଟିକେ ଯାଇକି ଏବେ ସୂର୍ଯ୍ୟ କୋଣାର୍କରେ ଚନ୍ଦ୍ରଭାଗାରେ ବୁଡ଼ ପକାନ୍ତୁ, ସୂର୍ଯ୍ୟ ମନ୍ଦିର ବୁଲନ୍ତୁ, ନବଗ୍ରହ ମାନ ପାଖରେ ବସିକି ସୂର୍ଯ୍ୟଙ୍କର 86ଟା ନାଁକୁ ସେଠି ଟିକେ ଜପ କରନ୍ତୁ। ଗୋଟେ ନୂଆ ଲୁକ୍ ତାଙ୍କର ଆସିବ, ଏମିତି ଲୁକ୍ ଆସିବ ଆପଣମାନେ ଚିନ୍ତା କରିବେନି, ଏ ତ ମିରାକିଲ୍ ଲୁକ୍। ଏମିତି ମାନେ ଆପଣ ଯେମିତି ଆଖି ଡ୍ରିମ୍ ଦେଖିଲା ଭଳିଆ ଏବେ ସବୁ ଫିମେଲ୍ ମାନେ, ସବୁ ଆର୍ଟିଷ୍ଟ ଫିମେଲ୍ ମାନେ ଏବେ ମାନେ ଆକ୍ଟିଂ କରିବେ, ଏମିତି ଆକ୍ଟିଂ କରି ପୁରା ଦିମାଗ ଗୋଲ ହେଇଯିବ। ଆଉ ଆପଣଙ୍କୁ ଶରାବ ଦରକାର ନାହିଁ, ବିନା ଶରାବରେ ଆପଣଙ୍କ ଦିମାଗ ଗୋଲ କରିଦେବେ ସେମାନେ। ଏବେ ଏମିତି ରୋଲ୍ ଫୁଟେଇବେ, ଏମିତି ଗ୍ରହ ବର୍ତ୍ତମାନ ଚାଲିଲା। ପିୟୁଷ ଜଣେ ଦେବତା ଶ୍ରେଣୀୟ ଲୋକ। ସେ ପୂର୍ବଜନ୍ମରେ ଗନ୍ଧର୍ବ ଲୋକରୁ ଆସିଛନ୍ତି। ସେ ପୃଥିବୀର ନୁହଁ, ପ୍ଲାନେଟ୍ର ନୁହେଁ, ସିଏ ଆଉ ଗୋଟେ ପ୍ଲାନେଟ୍ର। ତେଣୁକରି ଆପଣ ଜାଣିଥିବେ ଆମ ଶାସ୍ତ୍ର ପୁରାଣ ଯକ୍ଷ ରକ୍ଷ ଗନ୍ଧର୍ବ କିନ୍ନର ବିଦ୍ୟାଧର ସମସ୍ତଙ୍କ ନାଁ ଲେଖା ହେଇଛି। ତ ନାଚ ଗୀତ ସଙ୍ଗୀତ କଳା, ଅପ୍ସରୀମାନେ ନାଚ ଗୀତ କରନ୍ତି ଦେଖିଥିବେ। ସବୁ ଦେବୀ ମୂର୍ତ୍ତି, ଯେକୌଣସି ମନ୍ଦିରକୁ ଯିବେ ଦେବୀ ମୂର୍ତ୍ତିରେ ସବୁ ଛୋଟ ଛୋଟ ପରୀମାନଙ୍କର ଫଟୋ ଅଙ୍କନ ହେଇଥାଏ, ଦେଖିଛନ୍ତି କି ନାହିଁ ସବୁ ମନ୍ଦିର ମାନଙ୍କରେ। ସେମାନେ ସବୁ ଗନ୍ଧର୍ବ। ଗନ୍ଧର୍ବମାନେ ସେମାନଙ୍କର କାମ ହେଲା ନାଚ ଗୀତ ସଙ୍ଗୀତ କଳା ପରିବେଷଣ କରିବେ ଠାକୁରାଣୀ ପାଖରେ ବା ଦେବତାଙ୍କ ପାଖରେ। ଦେବତାଙ୍କୁ ଖୁସି ରଖିବା, ଠାକୁରାଣୀମାନଙ୍କୁ ଖୁସି ରଖିବା ହେଲା ଗନ୍ଧର୍ବମାନଙ୍କର କାମ। ସେ ଢୋଲ ବାଜା ସଙ୍ଗୀତ, ସାରେଗାମ ପାଧାନିଶା ସାନିଧାପା ମାଗାରେସା ଇତ୍ୟାଦି ଯେତେ ପ୍ରକାର ସପ୍ତସ୍ୱର, ସେମାନେ 7 ରଙ୍ଗ 7 ସ୍ୱର। ଆଉ ସେମାନେ ସାଧାରଣତଃ ଗନ୍ଧର୍ବ ଲୋକଟା ସୂର୍ଯ୍ୟଙ୍କ ପାଖରେ ଥାଏ। ସୂର୍ଯ୍ୟ ଯେଉଁଠି ଅଛନ୍ତି ସେଇ ସୂର୍ଯ୍ୟ ପାଖରେ ଗନ୍ଧର୍ବ ଲୋକ ଥାଏ। ତେଣୁକରି ସେମାନେ ଯେଉଁ ଆସିଥାନ୍ତି ସୂର୍ଯ୍ୟ ଲୋକରୁ ଆସିଥାନ୍ତି, ସୂର୍ଯ୍ୟାଂଶୀ ସେମାନେ। ତେଣୁକରି ସୂର୍ଯ୍ୟ ଥିବା, ସୂର୍ଯ୍ୟ ଚିହ୍ନ ଥିବା, ସୂର୍ଯ୍ୟ ନାଁ ଥିବା ଯୋଗ ସ୍ଥାନ ସହିତ ସେ ଅଟୋମେଟିକ୍ ଆକ୍ୱେଣ୍ଟେଡ଼ ହେଇଯାଆନ୍ତି। ଗୋଟେ କଥା ବୁଝନ୍ତୁ, କୋଣାର୍କରେ ସୂର୍ଯ୍ୟ ମନ୍ଦିର ଅଛି ଆପଣ ଜାଣିଛନ୍ତି, ତ ସେଇଭଳିଆ ଜାଗାକୁ ସେମାନେ ଜନ୍ମ ନେବେ ବା ସେଇଭଳିଆ ନାଁ ସହିତ ସେମାନେ ଯୋଗାଯୋଗ ରଖିବେ, ଯେହେତୁ ଗନ୍ଧର୍ବ ଲୋକଟା ସୂର୍ଯ୍ୟ ଲୋକ ପାଖରେ ଅଛି। ତେଣୁକରି ପିୟୁଷ ବାବୁ ଜଣେ ସେଇଭଳିଆ ଗନ୍ଧର୍ବ ଲୋକରୁ ଆସିଛନ୍ତି, ଜଣେ ଦିବ୍ୟାତ୍ମା ଦେବତା ଶ୍ରେଣୀୟ ଲୋକ। ତେଣୁକରି ଜୀବନରେ ସିଏ ସବୁବେଳେ ଭଲ କାର୍ଯ୍ୟ କରିବେ, ଲୋକଙ୍କୁ ହସେଇବେ, ଲୋକଙ୍କୁ ଭଲ କରିବେ, ଗୋଟେ ପ୍ରିନ୍ସିପଲ୍ ମେଣ୍ଟେନ୍ କରିବେ। ସିଏ ଗୋଟେ ପ୍ରିନ୍ସିପଲ୍ ମ୍ୟାନ୍। ସିଏ କ'ଣ କେଉଁ ଲୋକ କ'ଣ କରିପାରେ ଅଲଗା କଥା, କିନ୍ତୁ ମୁଁ ଯେତିକି ମୋ ଦିବ୍ୟ ଦୃଷ୍ଟିରେ ଦେଖୁଛି, ସେ ତାଙ୍କ ଜୀବନରେ ଗୋଟେ ପ୍ରିନ୍ସିପଲ୍ ଲାଇଫ୍ ନେବେ ଆଉ ଲାଇଫ୍ଟାକୁ ଭଲରେ କଟେଇବେ, ଅନ୍ୟର ସେବା କରିବେ, କଳା ଦ୍ୱାରା ଅନ୍ୟର ହୃଦୟକୁ ଜିତିବେ, ମନକୁ ଜିତିବେ। ତେଣୁକରି ବର୍ତ୍ତମାନ ଯେଉଁ ସପ୍ତଗ୍ରହ କୂଟ ହେଇଯାଇଛି ଆପଣ ଜାଣିଲେ 6ଟା ଗ୍ରହ ଇଏ ରାଶିରେ,
ତେଣୁକରି ତାଙ୍କର ସବୁ କାର୍ଯ୍ୟକ୍ରମରେ ଏବେ ବାଧା ଆସିବ, ଉତ୍ପନ୍ନ ହେବ, ନିଶ୍ଚିତ ଉତ୍ପନ୍ନ ହେବ। ସେ ଗୋଟିଏ ନୁହଁ, ପିୟୁଷ ବାବୁ ଗୋଟିଏ ନୁହଁ, ଏମିତି ସବୁ କଳାକାରଙ୍କ ପାଇଁ, କାହିଁକିନା ବାଧାର ସମୟଟା ଚାଲିଛି। ଯେହେତୁ ମୀନ ଶନି ଯୋଗ ହେଇଛି 29 ମାର୍ଚ୍ଚରୁ ସୂର୍ଯ୍ୟପରାଗ ଥିଲା, ଶନି ସୂର୍ଯ୍ୟପରାଗ ଶନି ମୀନ ଯୋଗ, ତ ସବୁ ଖରାପ ଗ୍ରହ ଗୁଡ଼ା ଏକା ସାଙ୍ଗରେ କଞ୍ଜକ୍ସନ୍ ଗୋଟିଏ ରାଶି ଉପରେ ହେଉଛି। ତେଣୁକରି ଏ ସମୟ ଭିତରେ ସେ ଗୋଟେ ନିଷ୍ପତ୍ତି ବର୍ତ୍ତମାନ କିଛି ନେଇପାରିବେନି, ତାଙ୍କ ଉପରେ ବହୁତ ମାନସିକ ଚାପ ପ୍ରେସର କରିବେ ଶନି ଆଉ ମଙ୍ଗଳ। ଶନି କରିବ, ତା ସହିତ ଶୁକ୍ର ବି କରିବ। ତେଣୁ ଏ ସମୟରେ ତାଙ୍କୁ ନାନା ପ୍ରକାର ବାଧା ବିଘ୍ନ ଆଉ ଗୋଟେ ନିଷ୍ପତ୍ତି ନେବାରେ ତାଙ୍କୁ ବହୁତ ବାଧା ଆଉ ବିଳମ୍ବ ଆସିବ, ବହୁତ ପ୍ରେସର ରହିବ। ସେ ପୂର୍ବରୁ ଯେମିତି ଗୋଟେ ଡିସିସନ୍ ନେଇଯାଉଥିଲେ, ମୁଁ ଏଇଟା କରିବି ସେଇଟା କରିବି ବା ଯାତ୍ରା ଜଗତରେ ଆଗକୁ ଯିବି, ଏବେ କେଉଁ ଜିନିଷ ସମ୍ଭବ ହେବନି। କାରଣ ଏବେ ଶନି ତାଙ୍କୁ ଆଗକୁ ଦେବାକୁ ଯିବନି। କୌଣସି କଳାକାର ଗନ୍ଧର୍ବ, ଏଇସବୁ ଗନ୍ଧର୍ବ କଳାରେ ଯେଉଁମାନେ ସବୁ ଅଛନ୍ତି, ନାଚ ଗୀତ ସଙ୍ଗୀତ କଳା, ଏ ଗନ୍ଧର୍ବ ନୃତ୍ୟରେ ତାଙ୍କୁ ଏବେ ଶନି ଆଉ ଶୁକ୍ର ସାଥ ଦେବନି। ତେଣୁକରି ବହୁତ ବାଧା ତାଙ୍କୁ ଉପୁଜିବ, ବହୁତ ବିରୋଧର ସମ୍ମୁଖୀନ ହେବେ। ତେଣୁକରି ତାଙ୍କର ଯେହେତୁ ଶନିଟା ରହିଛି ଏବେ, ଆଉ ଶନିର କୁପ୍ରଭାବଟା ରହିଛି, ତାଙ୍କର ବିରୋଧରେ ଏବେ କିଛି ପାର୍ଟି ରହିବ, ବୁଝିଲେ କି ନାହିଁ? ବିରୋଧରେ ପାର୍ଟି କିଛି ରହିବ, ସିଏ ପାର୍ଟି ତାକୁ ବିରୋଧ କରିବ, ସିଏ ପାର୍ଟି ଭଲ କଲା ବେଳକୁ ଆଉ ଜଣେ ବିରୋଧ କରିବ। ତେଣୁକରି ଏଇଭଳିଆ ଗୋଟେ ଘଡ଼ିସନ୍ଧି ମୁହୂର୍ତ୍ତ ଦେଇକି କଳା ଜଗତଟା 3.5 ବର୍ଷ ଯାଏଁ ଚାଲିବ। ତେଣୁ ପିୟୁଷ ବାବୁଙ୍କ ପାଇଁ ଆସନ୍ତା 3.5 ବର୍ଷ ବହୁତ କଷ୍ଟ, ଅଶୁଭ ଆଉ କଷ୍ଟମୟ, ଭାରି ବାଧା। ତେଣୁକରି ଡିସିସନ୍ ନେବାରେ ବହୁତ ତକଲିଫ ହେବ। ତେଣୁକରି ଏ ସମୟରେ ଆମର ହେଲା ହନୁମାନ ଚାଳିଶା ଆଉ ସୁନ୍ଦରାକାଣ୍ଡ, ସୂର୍ଯ୍ୟଙ୍କର 86ଟା ନାଁ ନିଅନ୍ତୁ, 86 ସୂର୍ଯ୍ୟଙ୍କର ନାଁ ନିଅନ୍ତୁ, 86 ସୂର୍ଯ୍ୟଙ୍କର ନାଁ ନିଅନ୍ତୁ। ପୂର୍ବ ଦିଗ ଆଉ କୋଣାର୍କ ଯାଆନ୍ତୁ, କୋଣାର୍କ ଯାଇକି ଟିକେ ସୂର୍ଯ୍ୟ ମନ୍ଦିରରେ କରିବା ସହିତ ସେଠି ନବଗ୍ରହ ମନ୍ଦିର ଅଛି, ନବଗ୍ରହ ମନ୍ଦିରରେ ଟିକେ ପୂଜା ଅର୍ଚ୍ଚନା କରନ୍ତୁ। କୋଣାର୍କ ଚନ୍ଦ୍ରଭାଗରେ ସ୍ନାନ କରିବେ, କୋଣାର୍କ ମନ୍ଦିର ଟିକେ ବୁଲିବେ, ସୂର୍ଯ୍ୟ ମନ୍ଦିର ସେଠି ନବଗ୍ରହ ଅଛନ୍ତି, ନବଗ୍ରହକୁ ଟିକେ ସେଠି ପୂଜା ଅର୍ଚ୍ଚନା କଲେ, ଖାଲି ସେ ପିୟୁଷ ମହାନ୍ତି କଥା ମୁଁ କହୁନି, ପିୟୁଷ ତ୍ରିପାଠୀ କଥା କହୁନି, ଅଲଗା ଯେତେ ବି ଆର୍ଟିଷ୍ଟ ମାନେ ଅଛନ୍ତି ସମସ୍ତେ ଟିକେ ଯାଇକି ଏବେ ସୂର୍ଯ୍ୟ କୋଣାର୍କରେ ଚନ୍ଦ୍ରଭାଗାରେ ବୁଡ଼ ପକାନ୍ତୁ, ସୂର୍ଯ୍ୟ ମନ୍ଦିର ବୁଲନ୍ତୁ, ନବଗ୍ରହ ମାନ ପାଖରେ ବସିକି ସୂର୍ଯ୍ୟଙ୍କର 86ଟା ନାଁକୁ ସେଠି ଟିକେ ଜପ କରନ୍ତୁ। ଜପ କଲେ କ'ଣ ହେବ ନା ଶାନ୍ତି ମିଳିବ, ଗ୍ରହ ଶାନ୍ତି ହେବ, ଆଉ କଳା ଜଗତ ଆଉ ଆପଣ ଗନ୍ଧର୍ବ ନୃତ୍ୟ ଆଗକୁ ଆଗକୁ ବଢ଼ିବ। ଆପଣମାନେ ପୂର୍ବରୁ ଯେମିତି ଓଡ଼ିଶାରେ ମନୋରଞ୍ଜନ କରିକି ଲୋକମାନଙ୍କର 4.5 କୋଟି ଲୋକମାନଙ୍କର ହୃଦୟକୁ ଜିଣୁଥିଲେ, ସେମିତି ଆପଣଙ୍କୁ ସୌଭାଗ୍ୟ ମିଳିବ। କାରଣ ଗ୍ରହ ଏବେ ଆପଣଙ୍କୁ ବହୁତ ବାଧା ଉତ୍ପନ୍ନ କରାଇବ। ଶନି ସାଙ୍ଗରେ ଶୁକ୍ର, ଶୁଣନ୍ତୁ, ସିଏ ଯେଉଁ ତାଙ୍କର ଯେଉଁ ହେଉଛି, ତାଙ୍କର ପିତୃ ଗ୍ରହଟା ଚାଲିଛି, ଶନି ହେଲା ପିତୃକାରକ, ସୂର୍ଯ୍ୟ ପିତୃକାରକ ଗ୍ରହ। ତେଣୁକରି ଶନି ଚାଲିଛି, ଶନି ସୂର୍ଯ୍ୟ ଭିତରେ ପଡ଼େନି, ବୁଝିଲେ କି ନାହିଁ? ଶନି ହେଲେ ପିତା ବିରୋଧୀ ଗ୍ରହ, ସୂର୍ଯ୍ୟ ହେଲେ ପିତୃଗ୍ରହ। ତେଣୁକରି ଏଇ ସମୟଟା ଟିକେ ଭାବି ଚିନ୍ତିକିରି ସବୁ କାମ କଲେ ଭଲ ତାଙ୍କ ପାଇଁ। ସମୟଟା ଯେହେତୁ ଠିକ୍ ନାହିଁ, ଏବେ ସୂର୍ଯ୍ୟ ପରାଗରୁ 6ଟା ଗ୍ରହ କୂଟ ହେଉଛି, ସବୁ କ୍ଷେତ୍ରରେ ଦେଖୁନାହାନ୍ତି କେତେ ପ୍ରକାର ବାଧା ବିଘ୍ନ ଏବେ ଆସୁଛି। ଆପଣ ଦେଖିବେ ଆଜି କେତେ ତାରିଖ, ଆଜି ହେଉଛି 5 ତାରିଖ, 29, 30, 31, 3 ଦିନ, 8 ଦିନ ହେଇଛି, ଆଜିକି 8 ଦିନ ହେଇଛି। ଆପଣ 8 ଦିନ ଭିତରେ କ'ଣ କ'ଣ ହେଇଛି ଦେଖନ୍ତୁ, ଆଜିକି 8 ଦିନ, ଆଉ ଆପଣ ଦେଖିବେ ଆଉ 8 ଦିନ ଦେଖନ୍ତୁ, 13 ତାରିଖ ଭିତରେ କେତେ, ପଣା ସଂକ୍ରାନ୍ତି ଆଗକୁ, ପଣା ସଂକ୍ରାନ୍ତି ଭିତରେ ଦେଖନ୍ତୁ କେତେ ପ୍ରକାର ନ୍ୟାଚୁରାଲ କାଲାମାଇଟ୍ସ ହେବ, କଳା ଜଗତରେ କେତେ ବିସ୍ଫୋରଣ ହେବ। ଆଉ ନର୍ତ୍ତକୀ ମାନେ ଯେଉଁମାନେ ନୃତ୍ୟ କରୁଛନ୍ତି ଫିମେଲ୍ ମାନେ, ସେମାନଙ୍କର ମୁଣ୍ଡ ଆଉ ଠିକ୍ ରହିବେନି। ସେମାନେ ଯାହା କରୁଛନ୍ତି ଓଡ଼ିଶାବାସୀ ପୁରା ଚମକେଇ ଦେବେ, ମାନେ ଏମିତି ସେମାନେ ରୋଲ୍ କରିବେ, ଓଡ଼ିଶାବାସୀ ମାନେ ଆଶ୍ଚର୍ଯ୍ୟ ହେଇଯିବେ, ଏମିତି ରୋଲ୍ ତ ଆମେ ଦୁନିଆରେ କେବେ ଦେଖିନୁ, ଫାର୍ଷ୍ଟ ଟାଇମ୍। ସେମାନଙ୍କର କଳାରେ ଗୋଟେ ଚେଞ୍ଜେସ୍ ଏବେ ଆସିଯିବ ପଣା ସଂକ୍ରାନ୍ତି ଭିତରେ, ଗୋଟେ ନୂଆ ଲୁକ୍ ତାଙ୍କର ଆସିବ। ଏମିତି ଲୁକ୍ ଆସିବ ଆପଣମାନେ ଚିନ୍ତା କରିବେନି, ଏ ତ ମିରାକିଲ୍ ଲୁକ୍। ଏମିତି ମାନେ ଆପଣ ଯେମିତି ଆଖି ଡ୍ରିମ୍ ଦେଖିଲା ଭଳିଆ ଏବେ ସବୁ ଫିମେଲ୍ ମାନେ, ସବୁ ଆର୍ଟିଷ୍ଟ ଫିମେଲ୍ ମାନେ ଏବେ ମାନେ ଆକ୍ଟିଂ କରିବେ, ଏମିତି ଆକ୍ଟିଂ କରି ପୁରା ଦିମାଗ ଗୋଲ ହେଇଯିବ। ଆଉ ଆପଣଙ୍କୁ ଶରାବ ଦରକାର ନାହିଁ, ବିନା ଶରାବରେ ଆପଣଙ୍କ ଦିମାଗ ଗୋଲ କରିଦେବେ ସେମାନେ, ଏବେ ଏମିତି ରୋଲ୍ ଫୁଟେଇବେ। ଏମିତି ଗ୍ରହ ବର୍ତ୍ତମାନ ଚାଲିଲା। ଶୁଣନ୍ତୁ, ବର୍ତ୍ତମାନ ସୂର୍ଯ୍ୟ ପୂଜା କରିବେ, ଚନ୍ଦ୍ରଭାଗାରେ ସ୍ନାନ କରିବେ,
नवग्रह मंदिर दर्शन करेंगे बा सूर्य को मंदार फूल पूजा करंतु रविवार दिन व्रत रखंतु नख काटबेनि चूल काटबेनि रविवार दिन आ रविवार दिन सूर्य को पानी दिंतु कले ये जिनस दूरे जीव देख से सूर्यलोक आसी से गंधर्व नृत्य करुँच से सूर्यलोक आसी से सूर्यांशी लोक रामचंद्र हेले सूर्यांशी सूर्यवंशी रामचंद्र से सूर्यलोक आसती तेणुक सूर्य मंदिरटा सुइटेबल से कलार ना करेंगे से रही जीवनटा दीर्घस्थायी कलाटा स्टेबिलिटी कलार हम तेणुक चेंज नकले ग्रह कौच चेंज नकले भल तेणुक डिसीजन सी जहाँ ने मोर गणना मुझे कहली पिता पुत्र शुण कर्ण जो विपद पड़ते कर्ण को जो कवच कुंडल मागिया को इंद्र आसते बापा सूर्य जापारे कहले अरे हे इंद्र तू कवच कुंडल मो पुओठू नबू ना सी आसला बेलू आगुआ बुझुटी गले कहले देख पुओ से इंद्र आउच रे तोठू कवच कुंडल नब बोली तते से बड़ जालिया ता पुओ अर्जुन कार इंद्र पुओ अर्जुन कहला ना ना ताकू तते मारिए बोली जोगाड़ कर आसी कर्ण कहले ना तो कवच कुंडल दबुनी सेटा आसी तोठू नहीं जीव कर्ण किंतु मत ज्ञानी गुणी विद्वान थिले डिसीजन तांकर सेही भलिया तांको बापा तांको उपदेश देवाटा ठीक कर्ण सूर्य परी किंतु पीयूष जेहेतु कर्ण आउ सी जड़े तांकर निज टैलेंट रे उपरକୁ उठिचंदी सब करिचंदी विचार तांकर जहाँ हम सी जहाँ विचार करेंगे।